ଯୁକ୍ତ ଦୁଇର ଫଳ ପ୍ରକାଶ ପାଇଛି। ଯୁକ୍ତ ଦୁଇ ବାଣିଜ୍ୟରେ ଫଳ ପ୍ରକାଶ ପାଇଛି। ଭଦ୍ରକ ଅଟୋନୋମସ୍ କଲେଜର ଜଣେ ଛାତ୍ର ବାଣିଜ୍ୟରେ 580 ମାର୍କ ରଖିଛନ୍ତି ଏବଂ ଯଦି କୁହାଯାଉଛି ଜିଲ୍ଲା ଟପର ମଧ୍ୟ, କଲେଜ ଟପର ମଧ୍ୟ ଏବଂ ସାରା ଓଡ଼ିଶାରେ ପ୍ରଥମ ଦଶମ ମଧ୍ୟ ସ୍ଥାନ ପାଇଛନ୍ତି। ତେବେ ଆମ ସହିତ ଅଛନ୍ତି, ସିଧା କଥା ହେବା। ଆପଣ ପରିଚୟଟା? ମୁଁ ଶ୍ରୀକାନ୍ତ କୁମାର ସାହାଣୀ, ମୁଁ ଭଦ୍ରକ କମର୍ସ ଏକାଡେମୀର ଜଣେ ଛାତ୍ର। ଆପଣ କେତେ ମାର୍କ ରଖିଛନ୍ତି? ମୁଁ 580 ମାର୍କ, ଯାହାକି 96.67%। ଆପଣ ଉପରୁ କେତେ ମାର୍କ ରଖିଛନ୍ତି? ମୁଁ ଉପରକୁ ପ୍ରାୟ 586 ଅଛି। ଆପଣଙ୍କର ଦିନରେ କେତେ ଘଣ୍ଟା ପରିଶ୍ରମ କରୁଥିଲେ? ଦିନକୁ ପ୍ରାୟ 6 ରୁ 7 ଘଣ୍ଟା ଲେଖା ପଢ଼େ। କୋଉ ବିଷୟରେ ଆପଣ ଧ୍ୟାନ ଦିଅନ୍ତୁ? ମୁଁ ମ୍ୟାନେଜମେଣ୍ଟ, ଆକାଉଣ୍ଟିଂ, ଏଇ FM ଏଇ ଚାପ୍ଟରକୁ ଅଧିକା ଧ୍ୟାନ ଦେଉଛି। ମୋତେ ଆପଣ ଜଣାପଡ଼ିଲାଣି ଆପଣ ଓଡ଼ିଶାରେ କେତେ ନମ୍ବର ସ୍ଥାନରେ ଅଛନ୍ତି ବୋଲି? ଓଡ଼ିଶାରେ ପ୍ରାୟ 3 ରୁ 4 ନମ୍ବର ସ୍ଥାନରେ ଅଛି। ତେବେ ଆପଣଙ୍କର ଟୋଟାଲି ପରିଶ୍ରମ ଫଳ ଶ୍ରେୟ କାହାକୁ ଦେବେ? ମୁଁ ଏଇ ପରିଶ୍ରମ ଶ୍ରେୟ ମୋ ଶିକ୍ଷକ, ଏଇ କମର୍ସ ଏକାଡେମୀର ମ୍ୟାମ୍, ସାର୍, ମୋ ବାପା ମା, ତାଙ୍କୁ ଶ୍ରେୟ ଦେବା ଅଛି। ବାପା ତ ଛୋଟ ଦୋକାନ କରିଛନ୍ତି, ପୁଅ ଆଜି ଓଡ଼ିଶାରେ ଯେଉଁ ପ୍ରଥମ ଦଶମ ସ୍ଥାନ ପାଇଛନ୍ତି। ତେବେ କ'ଣ ତେବେ ଭବିଷ୍ୟତ କ'ଣ ଲକ୍ଷ୍ୟ ରହିଛି? ଭବିଷ୍ୟତରେ ମୁଁ CA କି CS ପାଇଁ ଟ୍ରାଏ କରିବାକୁ ଚାହିଁବି, ସେଇଟାରେ କରିୟର କରିବା ପାଇଁ ଚାହିଁବି। ତେବେ ଆପଣଙ୍କର ଯେଉଁ ପଢ଼ା ଶୈଳୀ କେମିତି ଥିଲା, ଆପଣଙ୍କର ଯେଉଁ ଆଗାମୀ ପିଢ଼ିକୁ କ'ଣ ଉପଦେଶ ଦେବେ? ମୁଁ ପ୍ରାୟ ଦିନକୁ 5-6 ଘଣ୍ଟା ଲେଖା ପଢ଼ୁଥିଲି। ପ୍ରାୟ କୋଚିଂ ପରେ ମଧ୍ୟ 5 ରୁ 6 ଘଣ୍ଟା ଲେଖା ପଢ଼ୁଥିଲି। ଆଗାମୀ ପିଢ଼ିମାନଙ୍କୁ ମୁଁ କହିବାକୁ ଚାହିଁବି କି ସେମାନେ ମଧ୍ୟ ପ୍ରାୟ କୋଚିଂ ପରେ ବି 6 ରୁ 7 ଘଣ୍ଟା ପଢ଼ିବେ, ଯାହାଦ୍ୱାରା ସିଏ ବି ଭଲ ସ୍କୋର କରିପାରିବେ। ତେବେ ସବୁଠୁ ବଡ଼ କଥା ହେଉଛି ଏଇ ଯେଉଁ ଆପଣଙ୍କର ଯେଉଁ ଭଦ୍ରକ ଅଟୋନୋମସ୍ କଲେଜରେ ପଢ଼ୁଥିଲେ, ସେ ପଢ଼ିଆ ଭିତରେ ଆପଣ କୋଚିଂ ବି ନେଉଥିଲେ। ତେବେ କ'ଣ ପ୍ରତ୍ୟେକ ଛାତ୍ରଙ୍କର କୋଚିଂ ନିହାତି ନେବା ଆବଶ୍ୟକ, ନା ଇଏ ଗୋଟେ ଯେଉଁ ବାଟ ଯେ ଡାଉଟ୍ କ୍ଲିୟର କରିବା ପାଇଁ? ନା, ପ୍ରତ୍ୟେକ ଛାତ୍ରଛାତ୍ରୀମାନଙ୍କୁ କୋଚିଂ ନେବା ଆବଶ୍ୟକ, ଯାହାଦ୍ୱାରା ତାଙ୍କ ଗାଇଡାନ୍ସ ମିଳିପାରିବ କି ଆଗକୁ କ'ଣ କରିବେ, କେଉଁ ଭଳିଆ ପଢ଼ିଲେ ତାଙ୍କର ଅଧିକା ମାର୍କ ଆଣିପାରିବେ। ସେଇଥିପାଇଁ କୋଚିଂଟା ନିହାତି ଦରକାର। ତେବେ ଆପଣଙ୍କ ସାଙ୍ଗରେ ଯେଉଁମାନେ ପାଠ ପଢ଼ୁଥିଲେ, ସେମାନେ କେତେ ପରିଶ୍ରମ କରୁଥିଲେ? ଆପଣ ବିଶେଷ କରି କେଉଁ ସବଜେକ୍ଟ ବେଶୀ ଧ୍ୟାନ ଦେଉଥିଲେ? ମୋ ସାଙ୍ଗରେ ଯେଉଁମାନେ ପଢ଼ୁଥିଲେ ସେମାନେ ମଧ୍ୟ ପ୍ରାୟ ଦିନକୁ 5 ରୁ 6 ଘଣ୍ଟା ଲେଖା ପରିଶ୍ରମ କରନ୍ତି। ମୁଁ କିନ୍ତୁ ଅଧିକା ପରିଶ୍ରମ କରିବାକୁ ଚାହିଁଲି। ମୁଁ ଆକାଉଣ୍ଟିଂ, ମ୍ୟାନେଜମେଣ୍ଟ ଏଇଗୁଡ଼ାକରେ ଅଧିକା ପରିଶ୍ରମ କରିଥିଲି। ଆପଣଙ୍କର ଯେଉଁ ରେଜଲ୍ଟ ବାହାରିଲା ପରେ ବାପା ମା କେତେ ଖୁସି? ବାପା ମା ବହୁତ ଖୁସି ଥିଲେ, କାହିଁକିନା ମୁଁ ଏତେ ମାର୍କ ଯେହେତୁ ରଖିଛି, ସେଥିପାଇଁ ସେମାନେ ବହୁତ ଖୁସି ଥିଲେ। ତେବେ ବାପା ମା ଯେଉଁ ଆଶାରେ ପୁଅକୁ ଭଦ୍ରକ ଚାନ୍ଦବାଲିରୁ ଭଦ୍ରକ ଛାଡ଼ିଥିଲେ, ସେ ବାପା ମା ତାଙ୍କ ଫଳ ପାଇଛନ୍ତି? ଆଜ୍ଞା, ଫଳ ପାଇଛନ୍ତି। ତେବେ ଆପଣଙ୍କ ଅନୁଷ୍ଠାନର ଜଣେ ଛାତ୍ର 580 ମାର୍କ ରଖିଛି ଏବଂ ସାରା ଓଡ଼ିଶାରେ ପ୍ରଥମ ଦଶମ ସ୍ଥାନ ପାଇଛି, ଏନେ କ'ଣ କହିବେ? ସାର୍, ଆମେ ବହୁତ ଭଲ ଲାଗୁଛି, କାହିଁକିନା ମୁଁ ଗୋଟେ ଶିକ୍ଷକର ସାର୍ଥକତା ସେତେବେଳେ ପ୍ରତିପାଦନ ହୁଏ ଯେତେବେଳେ ତାର ଛାତ୍ରଟେ ଭଲ ରେଜଲ୍ଟ करे कि भल सुनाम अर्जन करे कि भल चाकरीटे पाए। से आधार आमर कृष्णा साहानी जो रिजल्ट रखिंट, श्रीकांत साहानी जो रिजल्ट रखिंट, से आधार बहुत भल लगुच, कहीं से जो परिश्रम कर तार फल पाई। जो वे रे कह जाए सी तो बहुत ओबिडिएंट छात्र, प्रति टीचर को रेस्पेक्ट दियंती एवं प्रति टीचर जो वे रे पढ़ा कहती से वे रे सी पढ़ती, जहाँ फल सी आज भल रिजल्ट रखिले कि निज जिलार कि निज कॉलेज रे ना को साकार कर। ଆପଣ ଯେତେବେଳେ କଲେଜରେ ପଢ଼ୁଥିଲେ ସେତେବେଳେ ତ ଆପଣ କଲେଜ ଟପର ଥିଲେ, କିନ୍ତୁ ବର୍ତ୍ତମାନ ପଢ଼ା ଶୈଳୀ ଏବେ ପିଲାଙ୍କୁ କ'ଣ ଦେଖୁଛନ୍ତି? सर, बर्तमान पिला माने बहुत टेक्नोफ्रिक हो गले, जहाँ फल साइकोलोजी को जानिकी पढ़ेवा आ टेक्नोलोजी सहित आडप्ट करके पढ़ेवा। आम टाइम रे थिला बुक ही सब किछि थिला, खाता बही आम मैंने आमको लिमिट रखुलु, किंतु आजिका डेट्रे पिला माननकु ऑडियो विजुअल क्लास माध्यम बहुत सारा एग्जाम्पल देकी वीडियो सहकार एक्सप्लानेशन देकी पढ़ेले सी बेटर सक्सेस आनी पार्छ। निश्चित भाव में पाठपढ़ा जहाँ सार कहते पाठपढ़ार बही जी आवश्यक अच्छी टेक्नोलोजी से आवश्यकता रोचे, तो निश्चित भाव में छात्रर ये सफलता को लेकिन परिवार लोग जी खुशी, शिक्षक मन से खुशी अच्छा। देखा जाऊ छात्रटी जहाँ आशा रखी भविष्य में फलप्रद हो आम आशा करूँ। भद्रक पार्थसारथी नायक, ओटीवी।